ହସ ଖୁସି ଦ୍ୱିତୀୟ ଶ୍ରେଣୀ। ତ ଦେଖନ୍ତୁ ଫ୍ରେଣ୍ଡସ୍, ଆମ ଜାତୀୟ ସଙ୍ଗୀତ, ଭାରତର ସମ୍ବିଧାନ, ତାପରେ ଆସିଲା ଚାଲ ବହି ଓପେନ୍ କରୁଛି ଦେଖିବା, ବହିଟି ଖୋଲୁଛି, କ'ଣ ପାଠ ଅଛି ଦେଖିବା। ଗାଁରେ ସକାଳ। ତ ଫ୍ରେଣ୍ଡସ୍, ଦେଖିଲି ଗୋଟେ ପିଲା ଏ ବହିଟା ଧରିଥିଲା, ତ ଭିଡ଼ିଓ ବନେଇବା ପାଇଁକା ମାଗିଲି ଆଉ ବନେଇଲି। ଆମେମାନେ ବି ଯେତେବେଳେ ପାଠ ପଢ଼ୁଥିଲୁ ଏଇସବୁ ପାଠ ଗୁଡ଼ା ଥିଲା, ମୋତେ ବହୁତ ଖୁସି ଲାଗିଲା ଆଉ କିଛି ପୁରୁଣା ସ୍ମୃତି ମନେ ପଡ଼ିଗଲା। ତ ଭାବିଲି କି ବହିର ଗୋଟେ ଭିଡ଼ିଓ ବନେଇଦେବି ବୋଲି, ତ ବନେଇଦେଲି। କହିଲ ଦେଖି, ମାନେ ସେମ୍ ପାଠ, କିଛିଟା ପାଠ ପରିବର୍ତ୍ତନ ଚେଞ୍ଜ ହେଇଯାଇଥିବ, କିନ୍ତୁ କିଛିଟା ପାଠ ଅଛି ଯେଉଁଟା ଆମେ ପଢ଼ିବା ବେଳର ପାଠ। ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ନା। ସେଇ ପିଲାଦିନ ମନେ ପଡ଼ିଯାଉଛି, ଏମିତି ଲାଗୁଛି କି ପୁଣି ଥରେ ଦ୍ୱିତୀୟ ଶ୍ରେଣୀରେ ଆଉ ଥରେ ପାଠ ପଢ଼ିବା ପାଇଁ। ଚାଲ ଘର କରିବା। ହଇ ଓ ସମୁଦି, ଏଇ ପାଠଟା ଥିଲା କି ନଥିଲା ମୋର ଟିକେ ମନେ ପଡ଼ୁନି। ତ ଆଉ କେଉଁମାନେ ବି ସମସ୍ତେ এই ବହିଟି ପଢ଼ିଛନ୍ତି କମେଣ୍ଟ ବକ୍ସରେ କହିବେ। କ୍ରିକେଟ୍ ଖେଳ, ହଁ ଏଇଟା ଥିଲା, ଏଇଟା ପଢ଼ିଲା ବେଳେ ବହୁତ ମଜା ଆସିଥିଲା, ଠିକ୍ ମନେ ଅଛି ମୋର। ହାତୀ ମାନିଲା ଏଣ୍ଡୁଅ କଥା, ଏଇଟା ବି ଥିଲା। ପାଠଟା ବି ଥିଲା। ଆସ ବୁଲିଯିବା ଭତ୍ସରିକା। ନେକ୍ସଟ ପାଠ କ'ଣ ଅଛି ଦେଖିବା। ସୁନ୍ଦର ଆମ ଘର, ଏଇ ବି ଥିଲା। ରମ୍ଭା ନୂଆ ଜାଗା ଦେଖିଲା, ମନେ ନାହିଁ ମୋର ଏଇଟା ଥିଲା କି ନାହିଁ। ଗାଁ ବୁଲା, ଆରେ ବାଃ। ଏକତାର ବଳ, ତାପରେ ନେକ୍ସଟ କ'ଣ ଆସିବ, ଆମ ଗାଁ, ଏମାନଙ୍କୁ ଚିହ୍ନ। ଆରେ ବାଃ, ବହୁତ ବଢ଼ିଆ। ତ ସମସ୍ତେ ଦେଖନ୍ତୁ। ବେଙ୍ଗୁଲି କହୁଛି କେଁ କଟର, ଏ ହେଲା ଦ୍ୱିତୀୟ ଶ୍ରେଣୀ ବହି। ଖରା ବର୍ଷା ଶୀତ, ମୋ ଝିଅ ଜଲ୍ଦି ଓଲଟେଇ ଦେଲାଣି। ତ ଫ୍ରେଣ୍ଡସ୍, ବହିଟି ସେୟାର କଲି, ଦ୍ୱିତୀୟ ଶ୍ରେଣୀର ବହି, କିଛି ପୁରୁଣା ସ୍ମୃତି ମନେ ପଡ଼ିଯିବ ସମସ୍ତଙ୍କର ଏ ଭିଡ଼ିଓଟା ଦେଖିଲା ପରେ, ଯେଉଁମାନେ କି ପାଠ ପଢ଼ିକି ଛାଡ଼ିକି ଆସିଛନ୍ତି। ତ ଫ୍ରେଣ୍ଡସ୍, ରହୁଛି ଫ୍ରେଣ୍ଡସ୍।